ନମସ୍କାର। ନୀଳିମା କିଚେନକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜି ମୁଁ ଆପଣମାନଙ୍କ ସହିତ ସେୟାର କରିବି ମହୁ ଫେଣା ପିଠା ରେସିପି। ପିଠା ବନିବ ଏକଦମ ସଫ୍ଟ ଆଉ ଜାଲିଦାର, ଖାଇବାକୁ ବହୁତ ଟେଷ୍ଟି। ତିଆରି କରିବା ତ ଏକଦମ ସହଜ। ତେବେ ଭିଡ଼ିଓଟିକୁ ସ୍କିପ୍ ନକରି ଫୁଲ୍ ଦେଖନ୍ତୁ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ବହୁତ ପସନ୍ଦ ଆସିବ। ତେବେ ଚାଲନ୍ତୁ ନା ଆଉ ଡେରି କରିବାନି, ଆରମ୍ଭ କରିବା ଆଜିର ଏହି ମଜାଦାର ମହୁ ଫେଣା ପିଠା ରେସିପି। ଗ୍ୟାସ୍ ଅନ୍ କରି ବସେଇ ନେଇଛି କଡ଼େଇ। କଡ଼େଇଟା ଭଲ ଭାବରେ ତାତିଲା ପରେ ଆ ଦେହରେ ଦେଇଦେବା 1 କପ୍ ଚିନି। ଢାଳି ନେଲି। ଏବେ କିନ୍ତୁ ସାଙ୍ଗେ ସାଙ୍ଗେ ଗୋଳେଇବିନି, ଆଉ ଆ ଦେହରେ ଜମା ବି ଏବେ ପାଣି ଦେବିନି। ଚିନିଟା ଧୀରେ ଧୀରେ ବି ଦେଖନ୍ତୁ ମେଲ୍ଟ ହେବାରେ ଲାଗିଲାଣି। ଦେଖନ୍ତୁ ସାଇଡ଼ରେ ମେଲ୍ଟ ହେବାରେ ଲାଗିଲାଣି। ଏବେ ଦେଖନ୍ତୁ ଭଲ ଭାବରେ କିନ୍ତୁ ଚାରିକଡ଼ ଯାକ ପାଣି ବି ଛାଡ଼ି ହେଇଗଲାଣି ଆଉ ଫୁଟିବା ବି ଷ୍ଟାର୍ଟ କରିଦେଲାଣି। ଏବେ ଟିକେ ଗୋଳେଇ ନେବା ହାଲକାରେ। এই ସମୟରେ ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ରେ ହିଁ ରଖିଛି, ଚିନିଟା ମେଲ୍ଟ ହେବା ପର୍ଯ୍ୟନ୍ତ। ଏବେ ଦେଖନ୍ତୁ ଚିନି ଆଉ ଟିକେ ଗୋଳେଇବି, ମେଲ୍ଟ ହେଇନି। ଏବେ କିନ୍ତୁ ଗ୍ୟାସ୍ର ଫ୍ଲେମ୍କୁ ଲୋରେ ହିଁ ରଖିଛି, ଏକଦମ ଲୋରେ। ସମ୍ପୂର୍ଣ୍ଣ ଚିନିଟା ମେଲ୍ଟ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା। ଏବେ କିନ୍ତୁ ହାଇରେ ରଖିଲେ এই କ୍ୟାରାମେଲଟା କିନ୍ତୁ ପୋଡ଼ି ହେଇଯିବ, ପିଠାଟା ବେକାର ହେଇଯିବ। ଏବେ ଦେଖନ୍ତୁ ସମ୍ପୂର୍ଣ୍ଣ ଚିନି ମେଲ୍ଟ ହେଇଗଲାଣି। ଏବେ ଗ୍ୟାସ୍କୁ ବନ୍ଦ କରିନେବା। ଯେଉଁ କପ୍ରେ ମୁଁ ଚିନି ନେଇଥିଲି ସେଇ କପ୍ରେ ସମାନ ଭାବରେ 1 କପ୍ ପାଣି ନେଇଛି। ଏବେ ଅଳ୍ପ ଅଳ୍ପ ପାଣି ଢାଳିବି ଏବଂ ଗୋଳେଇବି। ଦେଖନ୍ତୁ ଟିକେ କେୟାରଫୁଲ୍, ନହେଲେ ଛିଟକିକି ଗୋଡ଼ ହାତରେ ପଡ଼ିବ। ସେତେବେଳେ ଗୋଟେ ଦୁର୍ଘଟଣା ବି ମଧ୍ୟ ଘଟିପାରେ। ତ এইଭଳି ଭାବରେ ଅଳ୍ପ ଅଳ୍ପ ପାଣି ସବୁଯାକ ଢାଳି ନେବି। 1 କପ୍ ଚିନିରେ 1 କପ୍ ପାଣି। ଏବେ ଦେଖନ୍ତୁ ଆଉ ଟିକେ ପାଣି ଅଛି, ଢାଳି ନେବେ। କଲର୍ଟା ବି ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ବାସ୍ ଏବେ ଏହାକୁ ସାଇଡ଼୍ କରିନେବା। ଏଠି ଦେଖନ୍ତୁ ମୁଁ 1 କପ୍ ଶାଗୁ ତାକୁ ହାଲକା ଟିକେ ଭାଜି ନେଇଥିଲି, ତାପରେ ତାକୁ ସୁନ୍ଦର ଭାବରେ ଗୁଣ୍ଡ କରି ନେଇଛି। ଦେଖେଇ ପାରିଲିନି। ଏବେ ଏହାକୁ ଚଲେଇ ନେବା। ଗୋଟେ ବାଉଲ ରଖିଲି, ତାରି ଉପରେ ଗୋଟେ ଛଣାଟାଏ ରଖିନେଲି। ଏବେ ଶାଗୁ ଯାକ ଚଲେଇ ନେବା, ଭଲ ଭାବରେ ଚଲେଇ ନେବି। ଦେଖନ୍ତୁ ଏ ଯେଉଁ ଚଲେଇ ନେଇଛି, ଏ ଯେଉଁ ଖଦଡ଼ା ଅଂଶ ଏହାକୁ ସାଇଡ଼୍ କରିନେବା। ଆ ଦେହରେ ପକେଇବିନି, ତାହେଲେ ପିଠାଟା ଭଲ ହେବନି। এই ଶାଗୁ ପାଉଡ଼ରଟା ଦେଖନ୍ତୁ କେତେ ସୁନ୍ଦର ଭାବରେ ରେଡ଼ି ହେଇଗଲାଣି। ଏବେ ଗୋଟେ ପ୍ଲେଟ୍କୁ ଅଜାଡ଼ି ନେବି। ସେଇ ବାଉଲ ନେଇଛି, ଏବେ ସାଇଡ଼୍ କରିନେବା। ଗୋଟେ ଗିନାରେ ଦେଖନ୍ତୁ ମୁଁ 2 ଟେବୁଲ ସ୍ପୁନ୍ ଦହି ନେଇଛି। ଦହିଟାକୁ ଭଲ ଭାବରେ ଟିକେ ଫେଣ୍ଟି ନେବା। ଦେଖନ୍ତୁ ଫେଣ୍ଟି ନେଇଛି। ଏବେ କ'ଣ କରିବା, ସେ ବାଉଲ ଉପରେ ଗୋଟେ ଛଣା ରଖିଲି। ଏବେ ଦହିଟାକୁ ମାନେ ଛାଣି ନେବା, ଯେମିତିକି ଦହିରେ ଟିକେ ବି ଗେଟାଳିଆ ଅଂଶ ନ ରହିବ। ଗେଟାଳିଆ ଅଂଶ ଯଦି ରହିବ ପିଠାଟା ଭଲ ବନିବନି। ଭଲ ଭାବରେ ଚଲେଇ ନେବା। ଦେଖନ୍ତୁ ଆ ଦେହରେ କିନ୍ତୁ ଟିକେ ବି ମୁଁ ପାଣି ଦେଇନି। ଏବେ ସାଇଡ଼୍ କରିନେବା। ଏବେ ଆ ଦେହରେ ହିଁ ପିଠାଟା ତିଆରି କରିବେ। ଅଳ୍ପ ଟିକେ ଘିଅକୁ ଭଲ ଭାବରେ ବ୍ରସ୍ କରିନେବା, ଯେମିତିକି ଚାରିକଡ଼ ଯାକ ଭଲ ଭାବରେ ଘିଅଟା ଲାଗି ହେଇଯିବ। ଦେଖନ୍ତୁ ଲଗେଇ ନେଇଛି। ଏବେ ଆ ଦେହରେ ତଳେ ଗୋଟାଏ ରଖିନେବା ବଟର ପେପର। ପେପରଟା ଟିକେ କାଟିଲି, ଯେଉଁ ବଡ଼ ହେଇଯାଇଛି, କିଛି ପ୍ରୋବ୍ଲେମ୍ ନାହିଁ। ହାଲକା ଟିକେ ବ୍ରସ୍ କରିନେଲି। ଏବେ ଦେଖନ୍ତୁ ସେ ଦହିରେ ଦେଇଦେବା ଶାଗୁ, ଯେଉଁ ମୁଁ ପାଉଡ଼ର କରି ରଖିଥିଲି ତାକୁ ମାପିକି ଦେବି। ସବୁ ଯଦି ଭାଗ ମାପ ଠିକ୍ ହେବ ପିଠାଟା ଭଲ ବନିବ। ଇଏ ଅଧା କପ୍ ହେଲାଣି। ଏବେ ଢାଳି ନେବା। ସେଇ କପ୍ରେ ଅଧା କପ୍ ନେବି ଅଟା। ଏ ଅଟାଟା ଖୋଲା ଅଟା। ଦେଖନ୍ତୁ ତାକୁ ମଧ୍ୟ ଭଲ ଭାବରେ ଚଲେଇ ନେଇଥିଲେ, ସମାନ ଅଧା ପକାଇ ନେଲେ। ଟିକେ ଗୋଳେଇ ନେବା। ଏବେ ଆ ଦେହରେ ଦେଇଦେବା 1 ଟେବୁଲ ସ୍ପୁନ୍ର 3 ଭାଗରୁ 1 ଭାଗ ବେକିଂ ସୋଡ଼ା ଏବଂ 3 ଭାଗରୁ 1 ଭାଗ ବେକିଂ ପାଉଡ଼ର। ଏବେ ଅଳ୍ପ ଅଳ୍ପ ପାଣି ଦେଇକି ଭଲ ଭାବରେ ଚକଟି ନେବା। ମୁଁ ଏଠି ଅଧା କପ୍ ପାଣି ନେଇଛି। ଭଲ ଭାବରେ ଚକଟି ନେବି, ଏକାଥରେ ବି ଢାଳିବିନି। ଏ ଚକଟାଟା ଯେମିତି ଆମର ଅଟା ଚକଟା ଯାଏ, ଠିକ୍ ସେଇଭଳି ଭାବରେ ଆଗ ଭଲ ଭାବରେ ଏଇଭଳି ଭାବରେ ଚକଟି ନେଲେ ଭଲ ହେବ। ଦେଖନ୍ତୁ ଅଧା କପ୍ ପାଣି ମୁଁ ନେଇଛି। ଭଲ ଭାବରେ ଚକଟା କିନ୍ତୁ ଆମର ରେଡ଼ି ହେଇଗଲାଣି। ଦେଖନ୍ତୁ ଯେଉଁ କପ୍ରେ ମୁଁ ଅଟା ଏବଂ ଶାଗୁ ନେଇଥିଲି, ସେଇ କପ୍ରେ କିନ୍ତୁ ଅଧା କପ୍ ହିଁ ପାଣି ନେଇଛି। ଏବେ ଆ ଦେହରେ ଢାଳି ନେବା ଆମର କ୍ୟାରାମେଲ। କଲର୍ଟା ଦେଖନ୍ତୁ କେତେଟା ସୁନ୍ଦର ଦେଖାଯାଉଛି, ଆଉ ପିଠାଟା କିନ୍ତୁ ବହୁତ ସୁନ୍ଦର ବନିବ। ସବୁଯାକ ଢାଳି ନେଲି। ଏବେ ଭଲ ଭାବରେ ହାତ ସାହାଯ୍ୟରେ ଗୋଳେଇ ନେବି।
ଚାମଚରେ କିନ୍ତୁ ଗୋଳେଇଲେ ହେବନି, ଏବେ ଯେହେତୁ ଟିକେ ଗରମ ଅଛି, ହାଲକା ଟିକେ ଗରମ ରହିବା ଦରକାର। ଏ କ୍ୟାରାମେଲଟା ଏକଦମ ଥଣ୍ଡା ହେବା ଦରକାର ନାହିଁ, ଟିକେ ହାଲକା କିନ୍ତୁ ଗରମ ହେବା ଦରକାର। ଥଣ୍ଡା ହେଇଗଲେ ହାଲକା ଟିକେ ଆଉ ଟିକେ ଗରମ କରି ନେଲେ ବି ହେବ। ଏବେ ହାତରେ ଗୋଳେଇ ନେବା, ଭଲ ଭାବରେ କିନ୍ତୁ ଗୋଳେଇ ନେବି। ଏବେ ଏହାକୁ ମଧ୍ୟ ଟିକେ ଚଲେଇ ନେବା, ଚଲେଇ ନେବି ମାନେ ଛାଣି ନେବି। ଏବେ ଗୋଟେ ଛଣା ଉପରେ ଭଲ ଭାବରେ ଛାଣି ନେବା, ଟିକେ ବି ଲମ୍ସ ରହିବନି। এইଭଳି ଭାବରେ ମୁଁ ଦୁଇଥର କିନ୍ତୁ ଭଲ ଭାବରେ କିନ୍ତୁ ଛାଣି ନେଇଛି। ଦେଖନ୍ତୁ ଏ ରେଡ଼ି ହେଇଗଲାଣି। ଏବେ ଏହାକୁ ଗୋଟେ ବାଉଲକୁ ଉଠେଇ ନେବା। ଦେଖନ୍ତୁ ବାଉଲରେ ଢାଳି ନେଇଛି। ଏବେ ଆଧରେ ଦେଇଦେବା ଅଧା କପ୍ ରିଫାଇନ୍ ଅଏଲ୍। ଭଲ ଭାବରେ ତେଲ ଏବଂ ଏଇ ଯେଉଁ ମିଶ୍ରଣଟାକୁ ଭଲ ଭାବରେ ମିଶାଇ ନେବା। ଇଏ ଆମର ରେଡ଼ି ହେଇଗଲାଣି। ଆଉ ଆର ଯେଉଁ ଘନତ୍ୱଟା ଠିକ୍ ଏଇଭଳି ଭାବରେ ହିଁ ହେବ। ଦେଖନ୍ତୁ ଚାମଚର ପଛରେ ଏମିତି ପୋଛିଲାରୁ ଗୋଟେ ଲେୟର ଟାଇପ୍ର ହିଁ ପଡ଼ିଯାଉଛି। ଗ୍ୟାସରେ କିନ୍ତୁ ଅଲରେଡ଼ି ମୁଁ ବସାଇ ନେଇଛି କଡ଼େଇ, ମଝିରେ ଗୋଟେ ଷ୍ଟାଣ୍ଡଟାଏ ରଖିଛି, ହାଇ ଫ୍ଲେମ୍ରେ ହିଁ ରଖିଛି। ଏବେ ଢାଳି ନେବା ସେ ବ୍ୟାଟରକୁ। ଦେଖନ୍ତୁ ସୁନ୍ଦର ଭାବରେ ମୁଁ ଢାଳି ନେଇଛି। ଏବେ ବସାଇ ନେବା କଡ଼େଇରେ, ଟିକେ କେୟାରଫୁଲ୍ ବସାଇବେ। କଡ଼େଇ କିନ୍ତୁ ବହୁତ ଜୋରରେ ତାତିଛି, ବସାଇ ନେଲେ। ଏବେ କଭର କରି ନେବା ପାଖାପାଖି 20ରୁ 30 ମିନିଟ୍, ଏକଦମ ଲୋ ଫ୍ଲେମ୍ରେ ହିଁ ବସିବ। ଦେଖନ୍ତୁ ଗ୍ୟାସର ଫ୍ଲେମ୍କୁ କିନ୍ତୁ ମୁଁ ଏକଦମ ଲୋରେ ହିଁ ରଖିଛି। ପାଖାପାଖି 20ରୁ 25 ମିନିଟ୍ ପରେ ହିଁ ଆପଣମାନଙ୍କ ସହିତ ସେୟାର କରିବି। ଏ ପାଖାପାଖି ହେଇଗଲାଣି 20 ମିନିଟ୍। ମୁଁ ଟିକେ ଚେକ୍ କରିନେବି। ଦେଖନ୍ତୁ ପିଠାଟା କେତେ ସୁନ୍ଦର ଭାବରେ, କଲର୍ ତ ବହୁତ ସୁନ୍ଦର ଦେଖାଯାଉଛି, ଫୁଲିଛି ବି ମଧ୍ୟ ବହୁତ ସୁନ୍ଦର। ଟିକେ ଚେକ୍ କରିନେବା। ମୁଁ ଗୋଟେ କାଠି ନେଇଛି, କାଠି ସାହାଯ୍ୟରେ ଟିକେ ଚେକ୍ କରିନେବି। ଦେଖନ୍ତୁ ଏ ଯେଉଁ ଟିକେ ଟିକେ ଲାଗିଯାଉଛି, ତାମାନେ ଆଉ ଟିକେ ହେବ। କାଠିରେ ଟିକେ ଲାଗିଯାଉଛି। ମୁଁ ଆଉ 5 ମିନିଟ୍ ପାଇଁ ଟିକେ କଭର କରିନେବି, ତାପରେ ଖୋଲିବି। 5 ମିନିଟ୍ ମୁଁ କଭର କରି ନେଇଥିଲି। 5 ମିନିଟ୍ ପରେ କଭରଟାକୁ ଖୋଲି ନେଲି। ଏବେ ପିଠା କିନ୍ତୁ ଅଲରେଡ଼ି ଆମର ରେଡ଼ି ହେଇଗଲାଣି। ଏବେ ଗ୍ୟାସଟାକୁ ବନ୍ଦ କରିନେବା, ଓହ୍ଲେଇ ଆଣିବି। ଦେଖନ୍ତୁ ମୁଁ ଓହ୍ଲେଇ ନେଇଛି। ଏ ସମ୍ପୂର୍ଣ୍ଣ ଥଣ୍ଡା ହେଲା ପରେ ହିଁ ବାହାର କରିବି। ଗରମ ଅବସ୍ଥାରେ ଯଦି ବାହାର କରିବି, ପିଠାଟା ଭାଙ୍ଗି ହେଇଯିବ ଆଉ ଏକଦମ ବେକାର ହେଇଯିବ। ଆଉ କଲର୍ଟା ବି ଦେଖନ୍ତୁ କେତେଟା ସୁନ୍ଦର ବନେଇଛି। ଏବେ କିନ୍ତୁ ପିଠାଟା ସମ୍ପୂର୍ଣ୍ଣ ଥଣ୍ଡା ହେଇଗଲାଣି। ଆଉ ସାଇଡ଼ରୁ ଦେଖନ୍ତୁ ଏକଦମ ଛାଡ଼ି ହେଇଗଲାଣି। କେତେଟା ସୁନ୍ଦର ଭାବରେ ଛାଡ଼ିଛି ଦେଖନ୍ତୁ। ଆଉ ବହୁତ ସଫ୍ଟ ହେଇଛି ପିଠାଟା। ଦେଖନ୍ତୁ ସାଇଡ଼୍ ଯାକ ପୁରାପୁରି ଛାଡ଼ି ହେଇଗଲାଣି। ତଥାପି ଗୋଟେ ଛୁରୀ ସାହାଯ୍ୟରେ ହାଲକାରେ ଟିକେ ସାଇଡ଼ରେ କାଟି ନେବା। କାଟିବା ଦରକାର ନାହିଁ, ତଥାପି କାଳେ ଭାଙ୍ଗି ହେଇଯିବ, ଯେହେତୁ ବହୁତ ସଫ୍ଟ ପିଠା। এই ପିଠାଟା ଖାଇବାକୁ ଏତେ ସୁନ୍ଦର ଲାଗେ। ଥରେ ହେଲେ ବି ଏଇଭଳି ଭାବରେ ପିଠା ତିଆରି କରି ଖାଇବେ, ଦେଖିବେ ବହୁତ ସୁନ୍ଦର ଲାଗିବ। ଏବେ ଗୋଟେ ପ୍ଲେଟ୍କୁ ମଧ୍ୟ ଓଲଟେଇ ନେଲି। ଦେଖନ୍ତୁ କେତେ ସୁନ୍ଦର ଭାବରେ ପିଠା କିନ୍ତୁ ଆମର ରେଡ଼ି ହେଇଗଲାଣି। ଏବେ ବଟର ପେପରକୁ ବାହାର କରିନେବା। ସାଇଡ଼ରେ ଯେଉଁ ପେପରଟା ଟିକେ ଅଧିକା ହେଇଯାଇଥିଲା, ଛିଣ୍ଡି ହେଇଯାଉଛି ଦେଖନ୍ତୁ। ମାନେ ଏତେଟା ସଫ୍ଟ ହେଇଛି ପିଠା, ଆଉ କେତେଟା ଜାଲିଦାର ବନିଛି ଜାଣିପାରିଥିବେ ଏ ପିଠାରୁ। ଆଉ କେତେଟା ସଫ୍ଟ ବନେଇଛି ମୁଁ ଟିକେ ଦେଖାଉଛି। ଦେଖନ୍ତୁ ବହୁତ ସୁନ୍ଦର ସଫ୍ଟ ବନେଇଛି, ଆଉ ଖାଇବାକୁ ବହୁତ ସୁନ୍ଦର ଟେଷ୍ଟ। ଦେଖନ୍ତୁ ଏକଦମ ତୁଳା ପରି ନରମ। ଏବେ ଉପର ଅଂଶଟା ଦେଖନ୍ତୁ କେତେଟା ସୁନ୍ଦର ବନେଇଛି, ବହୁତ ସୁନ୍ଦର ବନେଇଛି। ଆଉ ବାସ୍ନାଟା ବି କିନ୍ତୁ ବହୁତ ସୁନ୍ଦର ଆସୁଛି। ସାଇଡ଼ରେ କିନ୍ତୁ ଟିକେ ଟିକେ କାଗଜଟା ରହିଯାଇଛି, ତାକୁ ଛଡ଼େଇଲାରୁ ସେ ଭାଙ୍ଗି ହେଇଯାଉଛି। ମାନେ ଏତେ ସଫ୍ଟ ବନେଇଛି ଏ ପିଠା, ଆଉ କେତେଟା ଜାଲିଦାର ଦେଖନ୍ତୁ, ବହୁତ ସୁନ୍ଦର ବନେଇଛି। ଏବେ କାଟି ନେବା। ଗୋଟେ ଛୁରୀ ସାହାଯ୍ୟରେ କାଟି ନେଉଛି। ଦେଖନ୍ତୁ ଏଇ କାଟିଲାରୁ ଆପଣମାନେ ଜାଣିପାରିଥିବେ ପିଠାଟା କେତେଟା ସଫ୍ଟ ବନେଇଛି, ବହୁତ ସଫ୍ଟ ବନେଇଛି। ଏବେ ଚାରିକଣି ଯାକ ପୁଣି କାଟି ନେବି। ଦେଖନ୍ତୁ ବହୁତ ନରମ ଏ ପିଠା। ଦେଖନ୍ତୁ କେତେଟା ସୁନ୍ଦର ବନିଛି। ମୁଁ ଟିକେ ପାଖରେ ଦେଖାଉଛି। ଦେଖନ୍ତୁ ଏକଦମ ନରମ, ତୁଳା ପରି ନରମ ଏକଦମ ପିଠା, ଆଉ ଏକଦମ ଜାଲିଦାର। ଦେଖନ୍ତୁ ବହୁତ ସୁନ୍ଦର ବନିଛି ପିଠା। ଆରି ଭିତରେ ଖାଇସାରିଲାଣି ଗୋଟେ ଆମର ଝିଅ,
ଖାଇକି କହୁଛନ୍ତି ମାମା ବହୁତ କିନ୍ତୁ ସୁନ୍ଦର ହେଇଛି ଏ ପିଠା। ପାଟିରେ ଦେଲା ମାତ୍ରେ ମିଳେଇ ଯାଉଛି। ମୁଁ ଭାଙ୍ଗିକିରି ମଧ୍ୟ ଦେଖଉଛି, ଦେଖନ୍ତୁ କେତେଟା ସଫ୍ଟ ବନିଛି ଆଉ କଲର୍ଟା ବି ଦେଖନ୍ତୁ ବହୁତ ସୁନ୍ଦର ବନିଛି। ଆଉ ଏକଦମ ଜାଲିଦାର ଉପରେ ବି ଦେଖନ୍ତୁ ଯେମିତି ଆମର ମହୁ ଫେଣା, ଏଇ ଜାଲିଦାର ସକାଶେ ଏହାର ନାଁ ମୁଁ ଦେଇଛି ମହୁ ଫେଣା ପିଠା। ଆଉ କଲର୍ଟା ବହୁତ ସୁନ୍ଦର ହେଇଛି। ଆଉ ଏମିତି ପିଠା ଯାହେଲେ ଓଡ଼ିଆମାନଙ୍କର 12 ମାସରେ 13 ପର୍ବ। ପର୍ବପର୍ବାଣୀ ମାନେ ପିଠାପଣା ନହେଲେ ହବନି। ତ ଏଇଭଳି ଭାବରେ ଥରେ ପିଠା ତିଆରି କରନ୍ତୁ, ଦେଖିବେ ଖାଇକି ସମସ୍ତେ କିନ୍ତୁ ବହୁତ ଖୁସି ହେଇଯିବେ। ତ ଏ କିନ୍ତୁ ଆମର ପ୍ରସ୍ତୁତ ହୋଇଗଲା ଆଜିର ମହୁ ଫେଣା ପିଠା ରେସିପି। ଆଜିର ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରିବାକୁ ଜମା ବି ଭୁଲିବେନି। ଆଉ ଯଦି ଭିଡ଼ିଓଟି ଭଲ ଲାଗେ ଲାଇକ୍ କରିବେ, ଆପଣଙ୍କର ଫ୍ରେଣ୍ଡସ୍ କିମ୍ବା ରିଲେଟିଭଙ୍କ ସହିତ ସେୟାର କରିବେ। ଆଉ ଯଦି ମୋ ଚ୍ୟାନେଲରେ ନୂଆ ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିବେ। ଆଗକୁ ଆସୁଥିବା ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କ ପାଖରେ ପହଞ୍ଚିଯିବ। ଫେସବୁକ୍ ପେଜରେ ଦେଖୁଥିଲେ ପେଜଟିକୁ ନିଶ୍ଚୟ ଫଲୋ କରିବେ। ତାହେଲେ ଆଜି ପାଇଁ ରହୁଛି, ପୁଣି ଦେଖାହେବ ଆଉ ଏକ ନୂଆ ଭିଡ଼ିଓରେ। ନମସ୍କାର।